ଆଜିର 2025 ଯୁଗରେ ଆପଣ ଆଉ ବାଳୁଙ୍ଗା କୁଳାଙ୍ଗର ଏସବୁ କହିପାରିବେ ନାହିଁ। ଯଦି ବା କହୁଛନ୍ତି ଆପଣଙ୍କୁ ଦଶଥର ଭାବିବାର ଅଛି। ଆପଣ ଦେଖୁନାହାନ୍ତି, ସମୟ ଥିଲା ଚାଷ କାର୍ଯ୍ୟରେ ବଳଦ, ପଣ୍ଡା, ଲଙ୍ଗଳ ବ୍ୟବହାର ହେଉଥିଲା। ବର୍ତ୍ତମାନ ଆପଣ ନିଜ ଗାଁ ହେଉ କିମ୍ବା ପାଖପଡ଼ୋଶୀ ଗାଁ ହେଉ, ଆପଣ କ'ଣ ପାଉଛନ୍ତି ଯେ ଗହିରେ ଗୋଟିଏ ପଣ୍ଡା ହଳ ବୁଲୁଥିବାର କିମ୍ବା ବଳଦ ହଳ ବୁଲୁଥିବାର? ଆପଣ ଯୁଆଡ଼େ ଦେଖିବେ ଟ୍ରାକ୍ଟର ଦ୍ୱାରା ଚାଷ ହେଉଛି। ଆଉ ରହିଲା ଧାନ ବୁଣା କଥା, ଯେହେତୁ ସେ ସମୟରେ ଅଧିକାଂଶ ଲୋକ ଧାନ ବୁଣୁଥିଲେ, ତେଣୁ ଗୋଟିଏ ଧାନରେ ଅନ୍ୟ ଏକ ଧାନ କିମ୍ବା ଅଗାଡ଼ି ମିଶିକରି ରହୁଥିଲା। ତେଣୁ ଧାନଟି ଯେତେବେଳେ ଗଜା ହୋଇ ବଡ଼ରେ ପରିଣତ ହେଉଥିଲା, ସେ ସମୟରେ ଜଣାପଡ଼ୁଥିଲା ଧାନ ବିଲରେ କେତେ ମାତ୍ରାରେ ବାଳୁଙ୍ଗା ଅଛି। ତେଣୁ ଆଜିକାଲି ତ ଅଧିକାଂଶ ଲୋକ ଚାହୁଁଛନ୍ତି ଗଜା ଧାନ ତଳି ପକାଇ ବର୍ଷା ଅସରାଟିଏ ହେଲେ ବିଲ କାଦୁଅ କରି ଲୋକ ମଜୁରୀ କରି ତାକୁ କିପରି ରୋଇଦେବେ, ଖର୍ଚ୍ଚରୁ ମୁକ୍ତି, ସମୟ କମ୍ ଲାଗିବ। ତେଣୁ ବାଳୁଙ୍ଗା ତ ଦୂରେ ଥାଉ। ତେଣୁ ଆଉ ଗୋଟିଏ କଥା ରହିଲା କୁଳାଙ୍ଗାର। ସମୟ ଥିଲା ପିଲା ଦୁଷ୍ଟ ହେଲା, ପାଠ ପଢ଼ିଲାନି, ବୁଲିଲା, ତାକୁ କୁହାଯାଉଥିଲା ତୁ ଗୋଟେ କୁଳାଙ୍ଗାରଟା, ତୁ ପଣ୍ଡା ଚରେଇବୁ, ତୁ ତ ଶିକ୍ଷିତ ହୋଇପାରିବୁନି, ତୁ କି ଚାକିରି କରିବୁ, ତୁ ଅମକ ପରି ଯାଇକି ତୁ ଘଷି ଗୋଟେଇବୁ। କିନ୍ତୁ ବର୍ତ୍ତମାନ ସେ ଟ୍ରେଣ୍ଡ ବଦଳି ଯାଇଛି। ବର୍ତ୍ତମାନ ନୂଆ ଟ୍ରେଣ୍ଡ ଚାଲିଛି। ଆପଣ ଦେଖୁନାହାନ୍ତି ଆଜିକାଲି ସୋସିଆଲ ମିଡ଼ିଆରେ ଯେଉଁ ବାଜୁଛି, ଆପଣ ବି ଦେଖୁଥିବେ ୟୁଟ୍ୟୁବରେ, ଇନଷ୍ଟାରେ କି ଫେସବୁକରେ ଆପଣ ଦେଖୁଥିବେ, ଶିକ୍ଷାଗତ ଯୋଗ୍ୟତା ତୃତୀୟ ଚତୁର୍ଥ କିନ୍ତୁ ଯାତ୍ରାରେ ପାରିଶ୍ରମିକ 15ରୁ 20 ଲକ୍ଷ। ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍, ଭଲ ଟିକିଏ ଅଭିନୟ କରିପାରୁଥିବ, 70ରୁ 80 ଲକ୍ଷ ଟଙ୍କା ବାର୍ଷିକ ରୋଜଗାର ଯାତ୍ରାରୁ। ତେଣୁ ଏଠି ଶିକ୍ଷାର ମୂଲ୍ୟର କ'ଣ ରହିଲା? ଆମେ ଏତେ ଟଙ୍କା ଖର୍ଚ୍ଚ କରି ପିଲାକୁ BA, MA, CT, BD କରେଇଥିବା, କିନ୍ତୁ ପିଲାକୁ ଚାକିରି ଖଣ୍ଡିଏ ମିଳୁନି। କିନ୍ତୁ ମୂର୍ଖ ହୋଇଥିଲେ ବି ଯଦି ସୋସିଆଲ ମିଡ଼ିଆରେ ସିଏ ଭଲ ଗାଳି କରିପାରୁଛି, ସେ ଭଲ ଅର୍ଥ ଉପାର୍ଜନ କରିପାରୁଛି। ତେଣୁ ଯୁଗ ଯେତିକି ଆଗକୁ ଯାଉଛି, ବର୍ତ୍ତମାନ ଆମ ସଭ୍ୟତା କୁଆଡ଼କୁ ଗତି କରୁଛି ନା, ସଭ୍ୟତା ଠିକ୍ ଜାଗାରେ ଅଛି, ଯୁଗ ବି ଠିକ୍ ଜାଗାରେ ଅଛି, ଚାଷ ବି ଠିକ୍ ଜାଗାରେ ଅଛି, ଆମର ବୁଝିବା ଭୁଲ। ତେଣୁ ମୋର କହିବାର ତାତ୍ପର୍ଯ୍ୟ, ଆମେମାନେ ରାସ୍ତାରେ ମଳତ୍ୟାଗ କରି ନାଁ ପକାଇବା ନାହିଁ। ଆମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦେଉଳ ତୋଳି ଯେପରି ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱର୍ଣ୍ଣକ୍ଷରରେ ଇତିହାସରେ ତାଙ୍କ ନାଁ ଲେଖି ଯାଇଛନ୍ତି, ଆମେ ଠିକ୍ ସେହି ପ୍ରକାର କାର୍ଯ୍ୟକଳାପ କରିବା।